କମୁଛି ଜଳକା ବଢ଼ୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ଲଘୁଚାପ ବର୍ଷା ଯୋଗୁଁ ଉପରମୁଣ୍ଡରେ ପ୍ରବଳ ବର୍ଷା ପାଇଁ ଜଳକା ନଦୀର ବନ୍ୟା ଦେଖାଦେଇଛି। ବାଲେଶ୍ୱର ଜିଲ୍ଲା ବସ୍ତା ମଥାନୀଠାରେ ବିପଦ ସଙ୍କେତ 6.50 ମିଟର ରହିଛି। ଗତକାଲି ଏହା ବୃଦ୍ଧି ପାଇ ଅପରାହ୍ନ ସୁଦ୍ଧା 7.19 ମିଟରରେ ପ୍ରଭାବିତ ହେଉଥିଲା। ଉପରମୁଣ୍ଡରେ 2 ଦିନ ଧରି ଲଗାଣ ଲଘୁଚାପ ବର୍ଷା ଲାଗି ରହିଥିବା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ସୁଳିଆପଦା, ମୋରଡ଼ା, ଚିତ୍ରଡ଼ା, ରାଜଗୋବିନ୍ଦପୁର ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା। ଫଳରେ ଜଳକା ନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଜଳକା ନଦୀରେ ବନ୍ୟା ଆସିଥିବା ଯୋଗୁଁ ମଥାନୀ ବାଇପାସ୍ ଠାରୁ ଗାନ୍ଧୀ ଛକ ଯିବା ରାସ୍ତା ବାହାରଦା ଚଟାଣର ଯାତାୟାତ ବିଚ୍ଛିନ୍ନ ହୋଇଥିବା ବେଳେ ବାଉଁଶମୁଖା ରାସ୍ତାରେ ଆଣ୍ଠୁଏ ଉଚ୍ଚତାର ବନ୍ୟା ପାଣି ପ୍ରଭାବିତ ହେଉଛି। ବସ୍ତା ବ୍ଲକର ନଦୀକୂଳିଆ ପଞ୍ଚାୟତଗୁଡ଼ିକର ବହୁ ଗ୍ରାମଗୁଡ଼ିକରେ ବନ୍ୟା ପାଣି ପ୍ରବେଶ କରିବା ସହ ଆଜି ବି ଜଳ ନିଷ୍କାସନ ନ ହୋଇ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ବନ୍ୟା ଘେରରେ ବହୁ ଗ୍ରାମ ଜଳମଗ୍ନ ହେବା ସହ କିଛି ଗ୍ରାମ ବାହ୍ୟ ଜଗତଠାରୁ ବିଚ୍ଛିନ୍ନ ହୋଇଯାଇଛି। ବନ୍ୟା ପରିସ୍ଥିତିକୁ ଲକ୍ଷ୍ୟ ରଖି ବସ୍ତା ବିଧାୟିକା ସୁଭାଷିନୀ ଜେନା, କଂଗ୍ରେସ ନେତା ବିଜୟ ନାୟକ, ବିଜେପି ଜିଲ୍ଲା ସଭାପତି ପ୍ରଦୀପ କୁମାର ପଣ୍ଡା, ଏଡିଏମ୍ ସୁଧାକର ନାୟକ, ତହସିଲଦାର ସୁଶାନ୍ତ ପଟ୍ଟନାୟକ, ବିଡିଓ ମିହିର ରଞ୍ଜନ ବେହେରାଙ୍କ ସହ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ବନ୍ୟା ଅଞ୍ଚଳରେ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଥିଲେ। ତଳିଆ ଅଞ୍ଚଳ ଲୋକମାନଙ୍କ ମଧ୍ୟରେ ଭୟ ଏବେ ବି ରହିଛି। ବନ୍ୟାରେ ବସ୍ତା ବ୍ଲକର 13ଟି ପଞ୍ଚାୟତ ପତ୍ରଝଡ଼ା, ସଦାନନ୍ଦପୁର, ବାହାରଦା, ମାର୍ଥାନୀ, ଦୁଧହଂସା, ରାଉତପଡ଼ା, ଗଡ଼ପଦା, କୁଡ଼ିଆ, ବାସିଚକୁରି, ଦରଡ଼ା, ବ୍ରହ୍ମଦା, ବରୁଣାଗଡ଼ିଆ ପଞ୍ଚାୟତର ଅନେକ ଗାଁ ଓ ସଦର ବ୍ଲକର 2ଟି ପଞ୍ଚାୟତ ରସଲପୁର ଓ ଶ୍ରୀରାମପୁର ପଞ୍ଚାୟତରେ 10ରୁ ଅଧିକା ଗାଁ ବନ୍ୟା ଜଳରେ ପ୍ରଭାବିତ ହୋଇଛି। ତଳିଆ ଅଞ୍ଚଳର ଅନେକ ଚାଷ ଜମି କ୍ଷୟକ୍ଷତି ମଧ୍ୟ ହୋଇଛି। ଅପରାହ୍ନ 5ଟା ସୁଦ୍ଧା 6.70ରେ ସ୍ଥିର ରହିଛି। ସେହିପରି ସୁବର୍ଣ୍ଣରେଖା ନଦୀ ଗତକାଲି ରାତିରୁ ବନ୍ୟା ପାଣି ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀ ହୋଇଛି ଦ୍ୱିତୀୟ ବନ୍ୟା। ଏ ସବୁଠାରୁ ବଡ଼ ବନ୍ୟା ବୋଲି ଚର୍ଚ୍ଚା ହେଉଛି। ତେବେ ରାଜଘାଟରେ ସୁବର୍ଣ୍ଣରେଖା ନଦୀର ବିପଦ ସଙ୍କେତ 10.36 ଥିବାବେଳେ ଅପରାହ୍ନ 5ଟା ସୁଦ୍ଧା 11.54ରେ ବନ୍ୟା ପାଣି ପ୍ରଭାବିତ ହେଉଛି। ଏହିପରି ବଢ଼ିବ ବୋଲି ଆହୁରି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି। ବସ୍ତାରୁ ଶିରୀଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।